ଯେତେବେଳେ ଚାହିଁବେ ସେ ମହିଳା ତୁମକୁ ଦେବ। ମିଳନ ପାଇଁ ରାତି ଦିନ ଘରକୁ ଡାକିବ। କେବଳ ଲୁଣ ପାଣି ଏହି ଜାଗାରେ ଢାଳି ଦିଅନ୍ତୁ। ହଁ ଫ୍ରେଣ୍ଡସ୍, ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ଗୋଟିଏ ଗ୍ଲାସ୍ ଲୁଣ ପାଣି ଏହି ଜାଗାରେ ଢାଳିବାର ଅଛି। ଗ୍ୟାରେଣ୍ଟି ଦେଉଛି, ଯେଉଁ ଝିଅ ପଟୁନଥିଲା ସେ ଝିଅ ପାଗଳି ପରି ତୁମକୁ ଭଲ ପାଇବ। ପଡ଼ିଶା ଘର ସୁନ୍ଦରୀ ଭାଉଜ ହାତ ଧରିକି ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଏହାର ପ୍ରୟୋଗ କେବେ ବି ଖାଲି ଯାଇନି। ଯିଏ ବି ଏହାକୁ କରିଛି 100ରୁ 100% ସଫଳ ହେଇଛି। ତେଣୁ ଯଦି ଆପଣ ନିଜ ପସନ୍ଦର ସେ ଝିଅକୁ ପଟେଇବାକୁ ଚାହୁଁଛନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇବାକୁ ଚାହୁଁଛନ୍ତି, ତେବେ ମୋ କଥା ମାନି ଗୋଟିଏ ଗ୍ଲାସ୍ ଲୁଣ ପାଣି ଏହି ଜାଗାରେ ଢାଳି ଦିଅନ୍ତୁ। ତାପରେ ଦେଖିବେ କିପରି ସେ ଝିଅ ବା ନାରୀ ତୁମ ପ୍ରେମରେ ଦିବାନୀ ହେଇଯିବ, ତୁମର ଗୁଲାମ କରିବ, ଯାହା ଚାହିଁବେ ତାହା କରିବ, କୌଣସି ପ୍ରକାର ବାଧା ଦେବ ନାହିଁ। ତେବେ ଏହି ବଶୀକରଣ କରିବା ପୂର୍ବରୁ ମୋର ଗୋଟିଏ ଛୋଟିଆ କଥା ମନେ ରଖନ୍ତୁ। ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। ଯଦି ଆପଣ ସତରେ ସେ ଝିଅକୁ ଭଲ ପାଉଛନ୍ତି, ତେବେ ଆପଣ ଏହି ବଶୀକରଣ ପ୍ରୟୋଗ କରିବେ। କାହିଁକି ନା ମାତ୍ର ଥରେ ବଶୀକରଣ ହେବା ପରେ ସେ ଝିଅ ବା ମହିଳା ସାରା ଜୀବନ ପାଇଁ ଆପଣଙ୍କ ବଶରେ ହେଇଯିବ। ଯାହା ଚାହିଁବେ ତାହା କରିବ, କୌଣସି ପ୍ରକାର ବାଧା ଦେବ ନାହିଁ। ଠିକ୍ ଅଛି, ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଲୁଣ ପାଣି କେଉଁ ଜାଗାରେ ଢାଳିବେ, ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖିବେ। ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ। ତେବେ ଚାଲନ୍ତୁ ଜାଣିବା ଏହି ବଶୀକରଣ ଆପଣ କିପରି କରିବେ। ମନେ ରଖନ୍ତୁ, ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ ଗୋଟିଏ ଗ୍ଲାସ୍ ପାଣି ଆଉ ଅଳ୍ପ ଟିକେ ଲୁଣର ଆବଶ୍ୟକ। ପ୍ରଥମେ ଆପଣ କ'ଣ କରିବେ, ଯେତେବେଳେ ରାତିରେ ଶୋଇବା ପାଇଁ ଯିବେ, ଭଲ ଭାବରେ ହାତ ଗୋଡ଼ ଧୋଇକି ନିଜର ଶୋଇବା ଘରେ ନାଲି ରଙ୍ଗର ଆସନ ପକାଇକି ବସି ପଡ଼ିବେ। ତାପରେ ପାଣି ଗ୍ଲାସ୍କୁ ସାମ୍ନାରେ ରଖିବେ ଆଉ ଲୁଣକୁ ଅଳ୍ପ ଟିକେ ଲୁଣ ଡାହାଣ ହାତରେ ଧରିବେ ଆଉ ଏହି ମନ୍ତ୍ରକୁ ଗୋଟିଏ ଥର ପଢ଼ିବେ। ଲବଣେ ଶକ୍ତି ଆକର୍ଷଣମ୍ ଆମୁକଂ ତୀବ୍ର ବଶୀଭୂତଂ। ମନ୍ତ୍ରକୁ ଗୋଟିଏ ଥର ପଢ଼ିବେ। ଆମୁକଂ ଜାଗାରେ ଆପଣ ସେଇ ଝିଅ ବା ମହିଳାର ନାମ କହିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ତାପରେ ଲୁଣକୁ ପାଣି ଗ୍ଲାସ୍ରେ ପକାଇଦେବେ। ଏହିପରି ଆପଣ 3 ଥର ଲୁଣ ଧରିବେ, 3 ଥର ମନ୍ତ୍ର ପଢ଼ିବେ। ମନ୍ତ୍ର ପଢ଼ି ସାରିବା ପରେ ଲୁଣକୁ ପାଣି ଗ୍ଲାସ୍ରେ ପକାଇଦେବେ। ଏତିକି କରିସାରିବା ପରେ ଆପଣ ସେ ପାଣି ଗ୍ଲାସ୍କୁ ନିଜର ଖଟ ତଳେ ରଖିକି ଶୋଇପଡ଼ିବେ। ଯଦି ଆପଣ ଖଟରେ ଶୋଉନାହାନ୍ତି, ତେବେ ଆପଣ ସେ ପାଣି ଗ୍ଲାସ୍କୁ ନିଜର ମୁଣ୍ଡ ପାଖରେ ରଖିକି ଶୋଇପଡ଼ିବେ। ସକାଳୁ ଉଠିବା ମାତ୍ରେ ଆପଣ କ'ଣ କରିବେ, ସେ ପାଣି ଗ୍ଲାସ୍କୁ ନେଇକି ନିଜର ଘର ସାମ୍ନାରେ ଢାଳିଦେବେ। ଗ୍ୟାରେଣ୍ଟି ଦେଉଛି, ଏତିକି କରିକି ଦେଖନ୍ତୁ, ସେ ଝିଅ ହେଉ ବା ପଡ଼ିଶା ଘର ଭାଉଜ ତୁମ ପ୍ରେମରେ ଦିବାନୀ ହେଇଯିବ। ଯାହା ଚାହିଁବେ ତାହା କରିବ। ଧନ୍ୟବାଦ।